ଆମର ରକ୍ତଦାନ ଶିବିର 20 ବର୍ଷ 2000 ମସିହାରୁ ଆରମ୍ଭ ହେଇଛି। ମଝିରେ ଲକଡାଉନ ପାଇଁ ଆମର 2 ବର୍ଷ ବନ୍ଦ ଥିଲା। ଏ ବର୍ଷ ପୁନଃ ଲକଡାଉନ ପରେ ଆରମ୍ଭ ହେଇଛି। ତେଣୁ ପାଖାପାଖି 21 ବର୍ଷ 22 ବର୍ଷ ହେଲା ଆମର ଏଟା ଦୀର୍ଘ ଚାଲିଛି। ଆମେ 30 ବର୍ଷର ଅନୁଷ୍ଠାନ ଆମେ ସବୁ ପୁରୁଣା ସଦସ୍ୟ। ବିବେକାନନ୍ଦଙ୍କ ନୀତି ଆଦର୍ଶରେ ଆମେ ଅନୁପ୍ରାଣିତ। ଆଉ ବିବେକାନନ୍ଦ କେବଳ ଭାରତର ନୁହନ୍ତି, ସମଗ୍ର ବିଶ୍ୱରେ ସେ ବିଦିତ। ତାଙ୍କର ନୀତି ଆଦର୍ଶ ତାଙ୍କର ଏରେ ଅନୁପ୍ରାଣିତ ହେଇ ଆମେ ଆମର ଯୋଉ ରକ୍ତଦାନ ଶିବିର ଆମେ ଆୟୋଜନ କରୁଛୁ। ରକ୍ତଦାନ କେବଳ ଆଜିକା ଦିନରେ ପୁଣ୍ୟ କାମ ନୁହେଁ, ଏବଂ ଆବଶ୍ୟକତା ମଧ୍ୟ। ସମଗ୍ର ବିଶ୍ୱକୁ ରକ୍ତର ଆବଶ୍ୟକତା ବିଭିନ୍ନ ପ୍ରକାର ରୋଗରେ ଏରେ ଆଉ ବ୍ଲଡ ବ୍ୟାଙ୍କରେ ବି ରକ୍ତର ବହୁତ ଅଭାବ ରହୁଛି। ତେଣୁ ଆମେ ପ୍ରତ୍ୟେକ ବର୍ଷ ପାଳନ କରି ଆସୁଛୁ। ଆଗାମୀ ଭବିଷ୍ୟତରେ ବି ଆହୁରି ଅଧିକରୁ ଅଧିକ କେମିତି ପାଳନ ହେଇପାରିବ ଆମେ ସେ ବାବଦରେ ଚେଷ୍ଟିତ ରହିବୁ। ଆମର 100 ଉପରେ 100 120 150 ପାଖାପାଖି ହୁଏ। ଗୋଟେ ବର୍ଷ ଆମେ 350 ପାଖାପାଖି ବ୍ଲଡ କଲେକ୍ସନ କରିଥିଲୁ, ଯୋଉଟା କି ଆମେ ଅଧେ ଏସିବି ମେଡିକାଲ କଲେଜ କଟକକୁ ଦେଇଥିଲୁ ଏବଂ ଅଧେ ଆମେ ଭଦ୍ରକ ଆମର ଯୋଉ ବ୍ଲଡ ବ୍ୟାଙ୍କକୁ ଆମେ ଦେଇଥିଲୁ। ଏ ବର୍ଷ ମଧ୍ୟ ଆମେ 100ରୁ 150 ୟୁନିଟ୍ ଆମେ କଲେକ୍ସନ ହବ ବୋଲି ଆଶା ରଖିଛୁ। ଆଉ ସୁନ୍ଦର ଭାବରେ ଆମେ ୟାକୁ ଚେଷ୍ଟା କରୁଛୁ ପରିଚାଳନା କରିବା ପାଇଁ। 2ଟା ପର୍ଯ୍ୟନ୍ତ ଆମର ସମୟ ସକାଳ 10ଟାରୁ 2ଟା ପର୍ଯ୍ୟନ୍ତ ଅଛି। ଯଦି ଅଧିକ ଲୋକ ରେଜିଷ୍ଟ୍ରେସନ କରନ୍ତି ତାହେଲେ 2ଟାରୁ ଅଧିକ ମଧ୍ୟ ଚାଲିବ। ତ ଦୀର୍ଘ 15 ବର୍ଷ ଉପରେ ହବ ବ୍ଲଡ ଦାନ ହଉଥିଲା, ରକ୍ତଦାନ ଶିବିର ହଉଥିଲା, କିନ୍ତୁ କରୋନା ପାଇଁ ମଝିରେ ବନ୍ଦ ହେଇଯାଇଥିଲା ଏବଂ କରୋନା ପରେ ଏ ବର୍ଷ ଠାରୁ ପୁଣି ଥରେ ସେ କାର୍ଯ୍ୟକ୍ରମ ଆରମ୍ଭ ହେଇଛି ଏବଂ ଅନୁଭବ କରାଯାଉଛି ଯେ ରକ୍ତର ବିକଳ୍ପ ନାହିଁ କିଛି। ରକ୍ତଟା କେବେ କୌଣସି କାରଖାନାରେ ତିଆରି ହେଇପାରିବନି। ସେ କଥାକୁ ଆବଶ୍ୟକତାଟାକୁ ପୂରଣ କରିବା ପାଇଁ ବିବେକାନନ୍ଦ ଯୁବ ମହାମଣ୍ଡଳ ଦୀର୍ଘ 15 ବର୍ଷ ହେଲା ଏ କାର୍ଯ୍ୟକ୍ରମ କରି ଆସୁଛି। ଲୋକଙ୍କର ତ ଆଗ୍ରହ ବହୁତ ଅଛି। ଆମର ତ 350 ପର୍ଯ୍ୟନ୍ତ ବ୍ଲଡ କଲେକ୍ସନ ହବା ପାଇଁ ବ୍ୟବସ୍ଥା ହେଇଛି, ଆଗରୁ ଅତୀତରେ ବି ହେଇଛି, କିନ୍ତୁ ଏଥର ଆମେ ଚିନ୍ତା କରୁଛୁ ଏତେ କରିବୁ ନାହିଁ, 100 କରିବୁ। ଆଉ କିଛି ପିଲା ରିଜର୍ଭ ରଖାଯାଉଛି ପ୍ରତିବର୍ଷ, କାହିଁକି ନା ଏମର୍ଜେନ୍ସି ଯଦି କାହାର ପଡେ ତାହେଲେ ସେଠି ଯାଇକି ଦବା ପାଇଁ, ସେଥିପାଇଁ 100 ଟାର୍ଗେଟ ରଖାଯାଇଛି।